এটা হচ্ছে অଟল বিহাରୀ ବାଜପେୟୀଙ୍କର ମରଣ ତିଥିକୁ ନେଇକି ଆମେ କରୁଛୁ। ଏଠାରେ ତ୍ରିରଙ୍ଗାର ପୂଜନ ତ୍ରିରଙ୍ଗା ବିଷୟରେ ଏବଂ ଅଟଳ ବିହାରୀ ବାଜପେୟୀଙ୍କର ଯେଉଁ ଉନ୍ନତ ଚିନ୍ତାଧାରା ଥିଲା এই ବିଷୟରେ ଆଲୋଚନା କରିବା ପାଇଁ ଏ ପ୍ରୋଗ୍ରାମ କରାଯାଇଥିଲା। ସେ ଜଣେ ତୁଙ୍ଗ ନେତା, ଆମର ରାଷ୍ଟ୍ରବାଦୀ, ହିନ୍ଦୁତ୍ୱର ସନାତନର ଘୋର ଅବଚେତନାଧାରୀ ଥିଲେ ସେ। ଆଉ ସେ ଯେଉଁ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ହିସାବରେ ତାଙ୍କର 2ଟି ଟେନ୍ୟୁର ଭିତରେ ତାଙ୍କର ସେହି ଆଦର୍ଶକୁ ନେଇକରି ଆମେ ଆଜି ବଞ୍ଚିଛେ। ଆଉ ପ୍ରଧାନମନ୍ତ୍ରୀଙ୍କର ପ୍ରକୃତ ପରିଚୟ ଭାରତୀୟ ପ୍ରଧାନମନ୍ତ୍ରୀ ସବୁ ଆମର ବିଶ୍ୱରେ ସବୁଠାରୁ ବଡ଼ ଗଣତନ୍ତ୍ର ହେଉଛି ଆମର ଭାରତବର୍ଷ। ଏ ଭାରତବର୍ଷରେ ପ୍ରଧାନମନ୍ତ୍ରୀର ପ୍ରକୃତ ମାନ୍ୟତା କ'ଣ ସିଏ ଦେଖାଇ ଦେଇଥିଲେ। ହିନ୍ଦୁସ୍ତାନ, କବିତା, ସାଧନା ଆଉ ମୋ ଦେଶ ମୋ ମାଟି ମୋ ଗୌରବ, ଏଇ କଥାକୁ ନେଇକି ସେ ଯେଉଁ ବାର୍ତ୍ତା ଦେଇଥିଲେ ତାକୁ ହିଁ ଆମେ ସମ୍ମାନ ଦେବା ପାଇଁ ଏ ପ୍ରୋଗ୍ରାମଟି କରିଥିଲୁ। ହଁ, ବଣମଲ୍ଲି ବଣରେ ଫୁଟିକିରି ରହିଯାଉଛି। ଆଉ କିଛି ତୋଷାରପାତି ଲୋକ ସେମାନେ ଆସିକି ନେଇଯାଉଛନ୍ତି। ଏଠି କିନ୍ତୁ ଏଇ ଯେଉଁ ସଂସଦରେ ଆମେ ଜଏଣ୍ଟ କରିଛୁ ଏଥିରେ ଆମର ସେପରି ଉଚ୍ଚ ନିମ୍ନର କୌଣସି ଭେଦଭାବ ନାହିଁ। ଆଜି ପାଖାପାଖି 100ରୁ 150 ଜଣଙ୍କୁ ସମ୍ମାନିତ କରାଯିବ। ଅତ୍ୟନ୍ତ ଖୁସି। ଆମ ଅନୁଷ୍ଠାନ ଆମେ ତିଆରି କରିଛୁ। ୟା ଭିତରେ ଆମରି ଲୋକମାନେ ଆମକୁ ହିଁ ସମ୍ମାନିତ କରୁଛନ୍ତି। ତା ଭିତରେ ଆମର ଗୁଣ୍ଡୁଚି ମୂଷା ପରିକା ଯେଉଁ ବନ୍ଧ ପକା ହେଉଥିଲା, ରାମଙ୍କର ଯେଉଁ ସେତୁ ତିଆରି କରାଯାଇଥିଲା, ସେଥିରେ ଆମେ ଗୁଣ୍ଡୁଚି ହେଇ ବାଲି ଟୋପେ ଟୋପେ ଝାଡ଼ି ଯାଉଛୁ। ପ୍ରଭୁଙ୍କର ଆଶୀର୍ବାଦ, ସବୁ ଜଗନ୍ନାଥଙ୍କ ଇଚ୍ଛା। ଏ ସଂସଦ ହେଇଗଲାଣି 20 ମସିହାରୁ, 2020 ମସିହାରୁ ଆରମ୍ଭ ହେଇଥିଲା। ଛୋଟିଆଟେ ହେଇକି ପୋଖରୀଟେ ହେଇକି ଥିଲା, ଗଡ଼ିଆଟେ, ଗଡ଼ିଆରୁ ପୋଖରୀ, ପୋଖରୀରୁ ନଦୀ ହେଇଛି। ଏବେ ଜଣା ପଡ଼ିବ। ସତରେ ବହୁତ ଖୁସିର ବିଷୟ। ଭଞ୍ଜ ମାଟିରୁ ଜଣେ କବି ଆସି ଆଜିର ଏହି ଏପରି ମହାର୍ଘ୍ୟ ମୁହୂର୍ତ୍ତରେ ଏପରି କାର୍ଯ୍ୟକ୍ରମରେ ସମ୍ମାନିତ ହେବା ଆମ ପାଇଁ ଗୋଟିଏ ଗୌରବର ବିଷୟ। ସେଥିପାଇଁ ଏହି ଅନୁଷ୍ଠାନ খুব ଅଶେଷ ଧନ୍ୟବାଦ। ସତରେ ତ ଗୋଟେ ସାହିତ୍ୟିକ ଯଦି କିଛି ପାଏ ତାର ଶ୍ରମ ପାଇଁ ତ ସେଥିରେ ସେ ବହୁତ ଖୁସି ହିଁ ହୁଏ। ମୋର ତ ବହୁତ ଗୁଡ଼ିଏ ସ୍ଥାନରେ ମୁଁ ସମ୍ମାନିତ ହେଲେଣି, ମୋର ମନେ ନାହିଁ, କିନ୍ତୁ ମୋର 3ଟି ବହି ପ୍ରକାଶିତ ହୋଇଛି। ଗୋଟିଏ ହେଉଛି ଗଳ୍ପ ସାୟାହ୍ନର ସୂର୍ଯ୍ୟ, ଆଉ ଗୋଟିଏ କାହାଣୀ କଥା କୁହେ, ଏବଂ ଆଉ ଗୋଟିଏ ହେଉଛି ମୋର ଗଳ୍ପ ସଂକଳନ ସମନ୍ୱୟ। ଏବଂ ମୁଁ ବିଭିନ୍ନ ସମୟରେ ବିଭିନ୍ନ ସୋସିଆଲ ୱାର୍କ ସବୁ କରିଥାଏ। ତ ମୁଁ ବହୁତ ଖୁସି ହେଲି ଯେତେବେଳେ ମୋତେ ମଙ୍ଗଳ ବାବୁ ସମ୍ବର୍ଦ୍ଧିତ କରିବା ପାଇଁ ଫୋନ୍ କରିଥିଲେ। ଏବଂ এই ଅନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ମୁଁ ବହୁତ କିଛି ଜାଣିଛି। খুব ସୁନ୍ଦର ଭାବରେ ବହୁତ ସାହିତ୍ୟିକଙ୍କୁ ଏକତ୍ର କରି ଏ ଅନୁଷ୍ଠାନ ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏବଂ ଏମିତି ସାରା ଓଡ଼ିଶାରେ ଏମିତି ଅନୁଷ୍ଠାନ ମାନେ ପରିଚାଳିତ ହେଉ ଏବଂ ମଙ୍ଗଳ ବାବୁଙ୍କର ଏଇ ଯେଉଁ ତତ୍ତ୍ୱାବଧାନରେ ଏବଂ ନବକିଶୋର ଶତପଥୀଙ୍କର ଯେଉଁ ମାନେ ପ୍ରୟାସରେ এই ଯେଉଁ ଅନୁଷ୍ଠାନ ଚାଲିଛି ସେଥିପ୍ରତି ଆମ ସମ୍ମାନ ସମସ୍ତଙ୍କର ସଦ୍ଭାବନା ରହିଛି ଏବଂ ବହୁତ ସୁନ୍ଦର କାର୍ଯ୍ୟକ୍ରମ। ଭଞ୍ଜଭୂମିରୁ ଆମେ ଏଠିକି ସାହିତ୍ୟ ଆଶ୍ରୟକୁ ଆଜିର ଏଇ ମୁହୂର୍ତ୍ତ, ଏ ଯେଉଁ ମହାନ ମୁହୂର୍ତ୍ତ ଆମକୁ ବହୁତ ମୋତେ ଖୁସି ଆନନ୍ଦିତ ମୁଁ ଅନୁଭବ କରିପାରିଛି। ଯେହେତୁ ଆମେ ଭଞ୍ଜ ମାଟିରୁ ଆସି ସାହିତ୍ୟ ଆଶ୍ରୟ ଅଟଳ ବିହାରୀ ବାଜପେୟୀଙ୍କର ଏଇ ଯେଉଁ ମହାନ ରୌପ୍ୟ ଜୟନ୍ତୀ ଆଶ୍ରୟରେ ଯୋଗ ଦେଇକିରି ଆମେ ନିଜକୁ ଧନ୍ୟ ମନେ କରୁଛୁ। ଭଞ୍ଜ ମାଟିର ସନ୍ତାନ, ଭଞ୍ଜଭୂମିର ଗୌରବ ଯେମିତି ଅକ୍ଷୁଣ୍ଣ ରହୁ, ସେଥିପାଇଁ ଆମେ ଗର୍ବିତ।